ସେଦିନ ପ୍ରଭୁ ରାମଚନ୍ଦ୍ରଙ୍କର ବନବାସର ପ୍ରଥମ ଦିବସ। ଦିନଟି କଟିଲା, ରାତି ଆସିଲା। ରାତି ଯେତେବେଳେ ଆସିଲା, କୁଡ଼ିଆ ଘରେ ବିଶ୍ରାମ ନେବା ପାଇଁ ମାତା ସୀତା ଏବଂ ପ୍ରଭୁ ରାମଚନ୍ଦ୍ର ପହଞ୍ଚିଗଲେ ଏବଂ କୁଡ଼ିଆ ଦ୍ୱାରରେ ଠିଆ ହୋଇ ସାନ ଭାଇ ଲକ୍ଷ୍ମଣ କୁମାର ଆବାହନ କଲେ ନିଦ୍ରା ଦେବୀଙ୍କୁ ଏବଂ ନିଦ୍ରା ଦେବୀ ଉପସ୍ଥିତ ହେଲା ପରେ କହିଲେ, ମୋତେ ଆପଣ ଏ ଆଶୀର୍ବାଦ କରନ୍ତୁ, ମୁଁ ଯେମିତି ଏ 14 ବର୍ଷ କାଳ କେବଳ ଅନିଦ୍ରା ରହିବି, କେବଳ ଅନିଦ୍ରା। ମାତା ନିଦ୍ରା ଦେବୀ ଟିକେ ହସିଲେ, କହିଲେ, ବାବା ସେମିତି ହେଇପାରିବ ନାହିଁ। ଆପଣ ସାନ ପ୍ରଭୁ, ହେଇପାରିବ ନାହିଁ ଏଇଥିପାଇଁ ମୁଁ ତ ନିଦ୍ରା ଦେବି, ସମସ୍ତଙ୍କ ଦେହରେ ପ୍ରବେଶ କରିବି, ସମସ୍ତଙ୍କୁ ମୋ କୋଳରେ ଶୁଆଇ ଦେବି, ତେଣୁ ଆପଣଙ୍କୁ ତ ଶୋଇବାକୁ ପଡ଼ିବ ହିଁ ପଡ଼ିବ। ଲକ୍ଷ୍ମଣ କୁମାର ପୁଣି ଥରେ ଅନୁରୋଧ କଲେ ଏବଂ ସର୍ତ୍ତ ରହିଲା, ଲକ୍ଷ୍ମଣ କୁମାରଙ୍କ ପାଇଁ ଯଦି କିଏ 14 ବର୍ଷ ଶୋଇବା ସଂକଳ୍ପ ନେବ, ତାହେଲେ ମୁଁ ତୁମକୁ ଛାଡ଼ିଦେବି ଏବଂ ତୁମ ନିଦ୍ରା ସେ ଶୋଇବେ। ଠିକ୍ ହେଲା। ସେପଟେ ଅଯୋଧ୍ୟାରେ ରହିଥାନ୍ତି ଲକ୍ଷ୍ମଣ କୁମାରଙ୍କର ଧର୍ମପତ୍ନୀ ମାତା ଉର୍ମିଳା ଦେବୀ। 14 ବର୍ଷ କାଳ ଲକ୍ଷ୍ମଣଙ୍କ ନିଦ୍ରାକୁ ଗ୍ରହଣ କରିନେଲେ ମାତା ଉର୍ମିଳା ଦେବୀ ଏବଂ ଲକ୍ଷ୍ମଣ କୁମାର ଅନିଦ୍ରା ରହିଲେ। ରାମାୟଣରେ ଯଦି ପ୍ରକୃତରେ କିଏ ନାୟକର ଭୂମିକା ନେଇଥାନ୍ତି, ତେବେ ପ୍ରଭୁ ରାମଚନ୍ଦ୍ରଙ୍କ ପରେ ସେ ହେଉଛନ୍ତି ମାତା ଉର୍ମିଳା ଦେବୀ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।